বন্দে পুরুষোত্তম। জয় গুরু। বন্দে লোকতিলকং সাত্বত বার্তা বিভূষণং অমর কৃত্যুচ্চারণং প্রবুধং লোকজীবনং প্রণয় প্রমত জাগদীপনং বন্দে জীবন জীবন সৎপুরুষম। প্রাণর ঠাকুর জগৎজননী জগত কল্যাণময়ী শ্রী শ্রী লক্ষ্মী মা, যুগাচার্য দেব শ্রী শ্রী বড়দা, ବର୍ତ୍ତମାନର ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଦାଦାଙ୍କ ଶ୍ରୀଚରଣ ତଳେ ମୋର ଭକ୍ତିପୂତ ପ୍ରଣାମ। ମୋର ଏଇ କଥାକୁ ଶ୍ରବଣ କରୁଥିବା ଗୁରୁମା ଓ ଗୁରୁ ଭାଇମାନଙ୍କୁ ମୋର ଆନ୍ତରିକ ଜୟଗୁରୁ ଏବଂ ଛୋଟ ବଡ଼ ପିଲାମାନଙ୍କୁ ମୋର ଅନ୍ତର ଭରା ସ୍ନେହ ପ୍ରୀତି ଆଉ ଭଲ ପାଇବା। ଏହି ଲକଡାଉନ ମାଧ୍ୟମରେ ଆମେ ଦୀର୍ଘ ସମୟ ଧରି ଏହି ସତ୍ସଙ୍ଗକୁ ଯାତାୟାତ ଏକ ପ୍ରକାର ରୁଦ୍ଧ ହୋଇଛି ଏବଂ ତା ଅର୍ଥ ନୁହେଁ ଯେ ଆମେ ଇଷ୍ଟଠୁ ଗୋଟିଏ ଡିଟାଚ୍ ହେଇଯିବା, ସେମିତି କିଛି କଥା ନାହିଁ। ବର୍ତ୍ତମାନ ଏହି ପ୍ରତ୍ୟେକ ଯେପରି ଯାଜନ କରିବା ଏବଂ ଯାଜନ ଶୁଣାଇବା ଏହା ମାନଙ୍କର କର୍ତ୍ତବ୍ୟ ହେବା ଦରକାର। ତାରି ଭିତର ଦେଇକରି ଆମେମାନେ ଉଦ୍ଦୀପନା ପାଉ, ନିଜର ବୃଦ୍ଧି ପାଉ। ସେଇଥିପାଇଁ ଆମେମାନେ ସମସ୍ତେ ଚେଷ୍ଟା କରିବା ଦରକାର ଯେପରି ପ୍ରତ୍ୟେକଙ୍କୁ ସାହାଯ୍ୟ ସହାନୁଭୂତି ନେଇ ଭଲ ପାଇବାର ସ୍ପର୍ଶ ଦେଇ ଆମେ ସମସ୍ତେ ଭାଇ ଓ ମା ମାନେ ଯେପରି ସେହି ପରମ ପିତାଙ୍କୁ ଉପଭୋଗ କରନ୍ତେ। ତେବେ ମୋର ପରମ ସୌଭାଗ୍ୟ ଯେ ଆଜି ଆପଣମାନଙ୍କ ଭଳି ବିଜ୍ଞ ପ୍ରଜ୍ଞ ମନୀଷୀମାନଙ୍କ ଗହଣରେ କଥାଟି ରଖିବାକୁ ଯାଉଛି। ମୋର ସାମ୍ନାରେ ଉପସ୍ଥିତ ନଥିଲେ ବି କେହି, ତଥାପି ଯିଏ ଏ କଥାକୁ ଶ୍ରବଣ କରୁଛନ୍ତି ସେଇମାନଙ୍କୁ ମୋର ଏପରି କଥା ଉପସ୍ଥିତ ରହି ଏମିତି ଏକ ପବିତ୍ର ସତ୍ସଙ୍ଗ ବାସରରେ ଯୁଗ ପୁରୁଷୋତ୍ତମ ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀପଦ ପଙ୍କଜରେ ଭକ୍ତି ଅର୍ଘ୍ୟ ନିବେଦନ କରିବାର ସୁଯୋଗ ପାଉଛି। ମୁଁ ବୋଧ ହୁଏ ମୁଁ ଯଦି ଏଠି ଏହି ମନୋଭାବ ନେଇ ଚିନ୍ତାଧାରା ନେଇ ବସିନଥାନ୍ତି ତାହେଲେ ହୁଏତ ଅନ୍ୟ କିଛି କରୁଥାନ୍ତି। ତେଣୁ ଇଷ୍ଟଙ୍କଠାରେ ଏହି ପ୍ରକାର ଯୁକ୍ତ ହୋଇକି ରହିବାର ମନୋଭାବ ମୋତେ ଆହୁରି ବୃଦ୍ଧିପ୍ରାପ୍ତ କରୁଛି। ଏମିତିକି ଏକ ଦିବ୍ୟ ସୁଯୋଗର ନିଜକୁ ନିଜେ ବଞ୍ଚିତ ବି କରିଦେଇଥାନ୍ତି। ଯେଉଁ ଆକୁଳତା, ଯେଉଁ ବ୍ୟାକୁଳତା, ଯେଉଁ ଭଲ ପାଇବା ଆପଣମାନଙ୍କ ଭିତରେ ଦେଖିଛି ତାହା ଅବର୍ଣ୍ଣନୀୟ। ବିଶେଷ କରି ଠାକୁର ଯେଉଁ ବସେଇବାରେ ଆପଣମାନେ ସମସ୍ତେ ସାଜସଜ୍ଜାରେ ମଜ୍ଜି ରହିଥାନ୍ତି, ସେଇ ଜିନିଷଟା ବହୁତ ଆକର୍ଷଣୀୟ ହୁଏ, ବହୁତ ଭଲ ଲାଗେ। ଏବେ ବି ମଧ୍ୟ ସେହି ଭାବ ନେଇକରି ସମସ୍ତେ ରହିବେ ବୋଲି ଆଶା ପୋଷଣ କରେ। ପରିବେଶ ସୃଷ୍ଟି କରୁଛନ୍ତି ଆପଣ, ସେଥିପାଇଁ ମୋର ମଥା ବି ନଇଁଯାଏ। ଆପଣଙ୍କର ଏହି କର୍ମକ୍ଷମତା ଏବଂ ଶ୍ରୀ ଶ୍ରୀ ଠାକୁରଙ୍କୁ ଭଲ ପାଇବା ଦେଖି ପରମ ପିତାଙ୍କ ପଦପଙ୍କଜରେ ଯଦି ପ୍ରାର୍ଥନା କରିବାର ଯୋଗ୍ୟତା ମୋର ଥାଏ ତାହେଲେ ମୁଁ ପ୍ରାର୍ଥନା କରିପାରେ ସେ ଆପଣମାନଙ୍କୁ ତାଙ୍କର ମନର ମଣିଷ କରିନିଅନ୍ତୁ। ଆପଣମାନଙ୍କ ଭିତର ଦେଇ
ତାଙ୍କ ଐଶୀ ଲୀଳା ଅସ୍ତବାହିତ ହେଉ। ସାରା ଜଗତ ବକ୍ଷରେ ଆପଣମାନେ ଉଦାହରଣ ହୋଇ ଛିଡ଼ା ହୁଅନ୍ତୁ। ଆପଣମାନଙ୍କୁ ଦେଖି ସାଧାରଣ ମଣିଷ ବୁଝନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କୁ ଗ୍ରହଣ କରିବାରେ କେତେ ଆବଶ୍ୟକତା ରହିଛି। ଟିକେ ପୂର୍ବରୁ ବହୁତ କଥା ମୁଁ ଗୋଟେ ରେକର୍ଡିଂରୁ ଶୁଣୁଥିଲି। ଥରେ ଏଇ କିଛି ସମୟ ପୂର୍ବରୁ ଜୀବନବାଦରେ ଜଣେ ଭାଇ କହୁଥିଲେ, ଜୀବନକୁ ଜୀବନୀୟ କରି ଗଢ଼ି ତୋଳିବା ପାଇଁ ଯେତେବେଳେ ଜୀବନ ସ୍ୱାମୀ ସ୍ୱୟଂ ଆସି ଧରା ଅବତରଣ କରନ୍ତି, ସେତେବେଳେ ତାଙ୍କରି ଶ୍ରୀପଦ ପଙ୍କଜରେ ନିଜକୁ ନିବେଦନ କରିବାର ବ୍ୟତୀତ ଅନ୍ୟ କୌଣସି ପନ୍ଥା ନାହିଁ। ଏକଥା ସେ କହୁଥିଲେ ଏବଂ ମୁକ୍ତ କଣ୍ଠରେ ସେ ବାଣୀ ଆପଣମାନଙ୍କ ସାମ୍ନାରେ ମଧ୍ୟ ରଖୁଥିଲେ। ଏହି ପ୍ରକାର ମୁଁ ଦେଖିଛି। ଯେ ମଣିଷ ଯେତେବେଳେ ଉତ୍ସବହୀନ ହୁଏ ସେତେବେଳେ ସେ ସମ୍ପଦ ହରାଇ ବସେ। ଯେତେବେଳେ ଉତ୍ସବହୀନ ହୁଏ, ଉତ୍ସବହୀନ, ସେତେବେଳେ ସେ ସମ୍ପଦ ହରାଇ ବସେ। ଆଉ ସମ୍ପଦ ହରା ମଣିଷ ସମସ୍ୟା ଭିତରେ ଉବୁଟୁବୁ କରେ। ଯେଉଁ ପରିସ୍ଥିତିରେ ମଣିଷ ଆଜି ପଡ଼ିଯାଇଛି, ଚତୁର୍ଦିଗରେ ହୁଏତ ଧନଧାନ୍ୟ ଅଛି, ଚତୁର୍ଦିଗରେ ହୁଏତ ପ୍ରକୃତିକୁ ଇନ୍ଧନ ଯୋଗାଇଲା ଭଳି ଅନେକ କିଛି ବ୍ୟବସ୍ଥା ଅଛି, କିନ୍ତୁ ମାନବୀୟ ସତ୍ତା ଆଜି ଆର୍ତ୍ତନାଦ କରୁଛି। ଯେ କିଏ ଅଛି ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଛି ଏବଂ ସେ ଆକୁଳ ପ୍ରାର୍ଥନାରେ ମଞ୍ଜୁର କରି ଯୁଗେ ଯୁଗେ ସିଏ ଆସନ୍ତି। ପରମ ପିତା ଆସନ୍ତି ବୋଲି ସେ ପ୍ରତିଶତ ଦେଇଥିଲେ। ସେଦିନ ସେହି ଗୀତାର ବାଣୀ ଭିତରେ କହିଥିଲେ, ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନାଂ ସୁଜାମ୍ୟହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। କହିନଥିଲେ ସେ ଯେ ଏଇ ଯୁଗରେ ଆସି ମୁଁ ଅଟକି ଗଲି, ଆଉ ମୋତେ ଆସିବାକୁ ପଡ଼ିବନି ବୋଲି କହିନଥିଲେ କଥା। ଯେମିତି ଆଜି ମଣିଷ ଚିନ୍ତା କରୁଛି, ସେଇ କ୍ରନ୍ଦନ ଭିତରେ ଦର୍ଶନ କରିବାକୁ ତାଙ୍କୁ ଯେମିତି ମଣିଷ ଆଜି ଭାବୁଛି, ମୌରୀ ଚନ୍ଦ୍ରିକା ଗର୍ଚ୍ଛିତ ମସ୍ତକ ନେଇକରି ଆସିବେ ସେ। ସେଦିନ ସେ ଘୋଷଣା କରିଥିଲେ, ମୋତେ ସବୁ ଯୁଗରେ ଆସିବାକୁ ପଡ଼େ। ଏକଥା କ'ଣ ମଣିଷ ବୁଝିଲାନି? ଏଇ କଥା ବୁଝୁନାହିଁ ବୋଲି ତ ତାକୁ ସ୍ୱକଣ୍ଠରେ ସେ ସ୍ୱୀକାର କରିଥିଲେ। ମଣିଷ ତନୁ ନେଇକରି ସେ ଯେତେବେଳେ ଓହ୍ଲେଇ ଆସନ୍ତି, ସେତେବେଳେ ଏଇ ମଣିଷ ମୂଢ଼ତ୍ୱ ହିଁ ତାଙ୍କୁ ତାଙ୍କ ନିକଟକୁ ଦୂରେଇ ନିଏ। ଏଇ ମୂର୍ଖତା ପାଇଁ ମଣିଷ ଦୂରେଇ ଯାଏ ତାଙ୍କ ପାଖରୁ, ଅଜ୍ଞାନ ପାଇଁ ମଣିଷ ଦୂରେଇ ଯାଏ। ଏଥିପାଇଁ ମଣିଷ ପ୍ରଶ୍ନ କରେ, ଜୀବନରେ ଆଦର୍ଶଙ୍କର ଆବଶ୍ୟକତା କ'ଣ ଅଛି? ଗୁରୁ ଗ୍ରହଣ କରିବା କ'ଣ ଦରକାର? ଏ ବାବଦରେ ମଣିଷ ଅସୁମାରୀ ପ୍ରଶ୍ନ ପଚାରିଥାଏ। ଚିନ୍ତା କରନ୍ତୁ, ଅସୁମାରୀ ପ୍ରଶ୍ନ। ତେବେ ଏହି ପରିପ୍ରେକ୍ଷୀରେ ଜଣେ ଭାଇ ଶ୍ରୀ ଶ୍ରୀ ଠାକୁରଙ୍କୁ ପଚାରୁଛନ୍ତି, କେହି ଯଦି ଈଶ୍ୱରକୁ ଚାହାନ୍ତି, ଇଚ୍ଛା କରନ୍ତି ଈଶ୍ୱରଙ୍କୁ ପାଇବାକୁ, ଅଥଚ ଗୁରୁକରଣ କରନ୍ତି ନାହିଁ, ଠାକୁର ସେ କଥାରେ କହୁଛନ୍ତି, ତାର ମାନେ ସେ ଈଶ୍ୱରଙ୍କୁ ଚାହେଁନି। ତା ମାନେ ସେ ଈଶ୍ୱରକୁ ଚାହେଁନି। ଯେପରି ହଗ ମାଡ଼ିଲେ ରହି ହୁଏନି, ଈଶ୍ୱର ଲିପ୍ସା ବି ସେହିପରି। ଈଶ୍ୱରଙ୍କୁ ପାଇବାର ଇଚ୍ଛାଟା ବା ସେହିଭଳି ହେବା ଦରକାର। ମଣିଷକୁ ଯେତେବେଳେ ଦୁଇ ଲାଗୁଛି, ସେ ଯେତେବେଳେ ରହି ପାରେନି, ଈଶ୍ୱରଙ୍କୁ ପାଇବାର ଇଚ୍ଛାଟା ମଧ୍ୟ ସେମିତି ପ୍ରକାର ହେବା ଦରକାର। ଯଦି ସେହି ପ୍ରକାର ଆନ୍ତରିକତା ହୁଏ, ତାହେଲେ ମଣିଷ ସେହିପରି ଗୁରୁଙ୍କ ଶରଣାପନ୍ନ ନ ହୋଇ ରହିପାରେ ନାହିଁ। ଶ୍ରୀ ଠାକୁର କଥା କହୁଛନ୍ତି। ଆଉ କହୁଛନ୍ତି, ଅନ୍ତତଃ ମୋର ଏହିପରି ଧାରଣା, ଗୁରୁକରଣର ରୂପ ସବୁ ଜାଗାରେ ସମାନ ନ ହୋଇପାରେ। ତେବେ ଗୁରୁକରଣର ତାତ୍ପର୍ଯ୍ୟ ଯେଉଁଥିରେ ସମ୍ପନ୍ନ ହୁଏ, ତାକୁ କରିବାକୁ ହିଁ ହବ। ଜଣେ ବ୍ରାହ୍ମ ଭଦ୍ରଲୋକ ଆସିଥିଲେ, ହରିନାମ ଜପ କରନ୍ତି।
ଘୁମ ଭିତରେ ବି ତାଙ୍କର ନାମ ଚାଲୁଥାଏ। ଘୁମେଇ ଘୁମେଇ ଯେତେବେଳେ ଟିକେ ଢୋଳେଇ ଢୋଳେଇ ଶୋଇପଡ଼ୁଥିଲା ଅବସ୍ଥା ଭିତରେ ବି ତାଙ୍କର ନାମଟା ଚାଲୁଥାଏ। କିନ୍ତୁ ଅବତାରବାଦ ବା ଗୁରୁତ୍ୱରେ ତାଙ୍କର ଆଦୌ ବିଶ୍ୱାସ ନଥିଲା। ଭକ୍ତି ବିଶ୍ୱାସ ବାସ୍ତବ ଓ ଜୀବନ୍ତ କାହାକୁ ଅବଲମ୍ବନ କରିବାକୁ ଯେତେବେଳେ ମଣିଷ କୁଣ୍ଠିତ ହୁଏ, ସେତେବେଳେ ମନେ ହୁଏ ତା ମଧ୍ୟରେ ମନର କ'ଣ ରହିଛି, କାରଚୁପି ଖିଆଲର ଅବକାଶ ଢେର ରହିଥାଏ। ଖିଆଲ ମାଫିକ ଚାଲେ ସିଏ। ଠାକୁର କହିଲେ ନା, ଖିଆଲ ମାଫିକ ପୁଜିଲେ ଗରୁ ହତେ মানুষ হবে গরু। সেই ଖିଆଲ ପ୍ରକାର ନିଜ ଖୟାଲରେ ସେ ଚାଲେ। ମୁଁ ସାଧନା କରେ ଅଥଚ ମୋର ଗୁରୁ ନାହିଁ, ତାର ମାନେ କ'ଣ? ମୋର ଅନିୟନ୍ତ୍ରିତ ମନକୁ ଗୁରୁ ପଦରେ ବସାଇ ତାଙ୍କୁ ମୁଁ ଅନୁସରଣ କରୁଛି। ମୋର ଅନିୟନ୍ତ୍ରିତ ମନକୁ, ଅର୍ଥାତ୍ ମୁଁ ମୋର ମନର ଘଣାରେ ବୁଲୁଛି। ବଲଗାହାର ଅନିୟନ୍ତ୍ରିତ ମନବୁଦ୍ଧିକୁ ସୁନିୟନ୍ତ୍ରିତ ଓ ସୁକେନ୍ଦ୍ରିକ କରିବା ହିଁ ସାଧନା। ବୁଝିଲେ? କିନ୍ତୁ ମୋର ଯଦି କୌଣସି ଜୀବନ୍ତ ନିୟନ୍ତ୍ରଣୀ କେନ୍ଦ୍ର ନଥାଏ ଏବଂ ସେଠାରେ ଯଦି ମୁଁ ସକ୍ରିୟ ଭାବରେ ଅନୁରାଗ ଭଲ ପାଇବାରେ ନିବଦ୍ଧ ନ ହୋଇ ଉଠେ, ତେବେ ମୁଁ ସୁନିୟନ୍ତ୍ରିତ ଓ ସୁକେନ୍ଦ୍ରିକ ହୋଇପାରିବି କିପରି କରି ତାହା ମୁଁ ବୁଝିପାରୁନି। ତେଣୁ ଗୀତାରେ ଅଛି, ଅବ୍ୟକ୍ତ ହିଁ ଗତି ଦୁର୍ଖଂ ଦେହ ବଦ୍ଭି ଉପାସ୍ୟତେ। ଗୁରୁବଦ୍ଧ ଓ ଗୁରୁବାଧ୍ୟ ହେବା କାହିଁକି? ଜଣେ ଭାଇ ପଚାରିଲେ, ଗୁରୁବଦ୍ଧ ଆଉ ଗୁରୁ ହେବା କାହିଁକି? ଶ୍ରୀ ଶ୍ରୀ ଠାକୁର ସେଇ ପରିପ୍ରେକ୍ଷୀରେ କହୁଛନ୍ତି, ଯୋଗ ମାନେ ଯାହା ହେଉ, ଏହାର ମୂଳ କଥା ହେଲା କ'ଣ? ଭଲ ପାଇବା। ଯୋଗ ମାନେ ଯାହା ବି ହେଇଥାଉ, ଭଲ ପାଇବାଟା ହେଉଛି ତାର ମୂଳ କଥା। ଜୀବନର ପ୍ରଭୁ ଯିଏ, ତାଙ୍କ ପ୍ରତି ଭଲ ପାଇବା। ମଣିଷର ଯଦି ଗୁରୁ ଓ ଗୁରୁ ଭକ୍ତି ନଥାଏ, ତାହେଲେ ମନଟା ଟିକେ ଗଭୀରକୁ ଗଲେ ମଣିଷ ସହଜରେ ହିଁ ତାହା ଭିତରେ ଗାୟବ ହେଇଯାଇପାରେ। ତାପରେ ଆଉ ଆତ୍ମଚେତନା ସଜାଗ ରଖି ସଚେତନ ପ୍ରୟାସରେ ଆହୁରି ଆଗେଇ ଯାଇପାରେ ନାହିଁ। ଏହି ଅବସ୍ଥାରେ କମ୍ପ୍ଲେକ୍ସର ବା ପ୍ରବୃତ୍ତିର ସମାଧାନ ବି ହୁଏ ନାହିଁ, ଜ୍ଞାନ ବି ହୁଏ ନାହିଁ। ଅଥଚ ମଣିଷ ଛଟକରେ ମାତାଲ ପରି ଅଳ୍ପରେ ହିଁ ଡୁବିଯାଏ। ଅଳ୍ପକରେ ସ୍ପିରିଚୁଆଲ ପ୍ରୋଗ୍ରେସ मतलब आध्यात्मिक उन्नति अत्यंत एलिमेंटारी स्टेज रे बा प्राथमिक स्तर रे खत्म हो जाए। एकदम गुरु भक्ति रहिले मनीष गभीर गभीरतर अनुभूतिर राज्य रे पहुंची भी निजको हरै दिए नाही। कॉन्शियसनेस इफोर्ट चलै जाई पारे शेष पर्यंत, मतलब सचेतन प्रयासटा जोटा। गुरु जदि हुंती चरम अनुभूति और ज्ञान संपन्न आ तांको उपरे शिष्यर टाण जदि हुए अकाट्य, तेरे शिष्यर आत्म प्रसारण अनंत प्रगति रे आगे जाई पारे। आमे आत्म विलोप चाहू न, आमे चाहू आत्म उपलब्धि, आत्म प्रेरणा। चेतना को चरम स्तर पर्यंत दृढ़ रखा हेले रक्त मांस संकुल सद्गुरु ही चाहू। रक्त मांस संकुल सद्गुरु ही चाहू। से हमको भल मंद भूल ठीक से ही कहीदे पारती जीवंत होई आमरी सामने। आमे चाहू भल पाइबार रज्जु देई तांकु निजको तांको पाखरे बांधी देबा। तीव्र गुरुमुखीनता न रहिले, प्रखर भाव जदि आमे गुरु आड़ को अग्रसर होई न रहिलु, तांको सहित युक्त होइकरी न रहिलु, साधक मनरे गहनरे ढुकी केते अबांतर पथरे घुरी घुरी जे निजर शक्ति को क्षय करि दिए,
ତାର କୌଣସି ଲେଖାଜୋଖା ବି ମିଳିବନି, କିଛି ବି ପାଇବନି। କିନ୍ତୁ ହୁଏତ ସାମାନ୍ୟ ଶକ୍ତିର ଅଧିକାର ହିଁ ଭଗବାନଙ୍କୁ ଭୁଲିଗଲା। ଛୋଟିଆ ଶକ୍ତିଟିଏ ପାଇଲା ପରେ ଭଗବାନଙ୍କୁ ସେ ଭୁଲିଗଲା, ଭାବିଲା ମୁଁ ବହୁତ କିଛି କରିଦଉଛି। ସେଇ ଶକ୍ତିକୁ ନିୟୋଗ କଲା ଅର୍ଥ, ମାନ, ଯଶ ଓ ଭୋଗ ସୁଖର ଉପାଦାନ ଆହରଣରେ। କେତେ ରକମର ଯେ ହୁଏ, ତାର କ'ଣ ଠିକ ଅଛି? ମୋଟ କଥା, ଗୁରୁବଦ୍ଧ ଗୁରୁବାଧ୍ୟ ହୋଇ ନ ରହିଲେ ମଣିଷକୁ ବି ଆଧ୍ୟାତ୍ମିକ ଜଗତରେ କି ବାସ୍ତବ ଜଗତରେ ନାନା ଭାବରେ ଭୂତଗ୍ରସ୍ତ ଚଳନୀରେ ଚଳିବାକୁ ହବ। ଶ୍ରୀ ଠାକୁର କହୁଛନ୍ତି, ପିଲାବେଳେ ମୁଁ ଏକ୍ସପେରିମେଣ୍ଟ ବା ପରୀକ୍ଷା କରିକି ହିସାବରେ ଚାନ୍ଦରେ ମନ ସଂଯୋଗ କରି ଦେଖୁଛି, ଛୁଞ୍ଚି ମନରେ ମନ ସଂଯୋଗ କରିକି ଦେଖିଛି, ନେତି ନେତି କରି ଦେଖିଛି, କିନ୍ତୁ ଭଲ ପାଇବା ଛଡା ଆଉ କୋଉଥିରେ ବି ବୁକୁ ଭରି ନାହିଁ ମୋର। ଯେତେବେଳେ ହିଁ ନେତି ନେତି କରିଛି, ସେତେବେଳେ ମନେ ହେଉଛି ମୁଁ ଯେପରି ନିଜକୁ ହରେଇ ଦେଇଛି। ଠାକୁର କହୁଛନ୍ତି ସବୁ ଗୋଳମାଳି ହେଇଯାଉଛି, ଗୋଟେ ପ୍ରକାଣ୍ଡ ଶୁଷ୍କ ଶୂନ୍ୟତା ବୋଧ କରିଛି, ପ୍ରାଣ ଥରି ଉଠେ, ନିରାଶାର ଦୀର୍ଘ ନିଶ୍ୱାସ ଛାଡ଼ିଛି। ଗୁରୁ ଭକ୍ତି ନେଇ ଗୁରୁ ଅନୁଜ୍ଞାବାହୀ ହୋଇ ଚଳିବା ପରି ସହଜ ସାଧନ ଆଉ ହୁଏ ନାହିଁ। ତାଠୁ ଆଉ କିଛି କୌଣସି ପ୍ରକାର ସହଜ ପ୍ରକାର ସାଧନ କିଛି ହୁଏ ନାହିଁ ଜୀବନ ଚଲାରେ ଚାଲିବା ପାଇଁ। ଏହାରି ଭିତରେ ହିଁ ସବୁ ଆପଣା ଛାଏଁ ଗଜେଇ ଉଠେ ଗୁରୁ ଭକ୍ତି ଭିତର ଦେଇକିରି। ଚିନ୍ତା କର, ଗୁରୁଙ୍କ ଠାରେ ଆତ୍ମସମର୍ପଣରେ କ'ଣ ହୁଏ? ଜଣେ ଭାଇ ପ୍ରଶ୍ନ ପଚାରିଥିଲେ ଯେ କେହି ଯଦି ଗୁରୁ ଗ୍ରହଣ ନ କରି ଅନ୍ତରରେ ଭଗବାନଙ୍କ ସମ୍ବନ୍ଧରେ ଅନୁଭୂତି ଲାଭ କରେ, ତାର କ'ଣ ଆଉ ଗୁରୁ ଗ୍ରହଣ କରିବାର କିଛି ଦରକାର ଅଛି, ପ୍ରয়োଜନ ଅଛି? ଜଣେ ଭାଇ ପଚାରିଛନ୍ତି। ଠାକୁର ସେଇଥିରେ ଉତ୍ତର ଦେଉଛନ୍ତି। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, କେହି ଯଦି ଅନ୍ତରରେ ଭଗବାନଙ୍କର ଅନୁଭୂତି ଲାଭ କରେ, ତାହେଲେ ବୁଝିବାକୁ ହେବ ଯେ ପିଓର ସୋଲ। ଠାକୁର କହୁଛନ୍ତି, ଯଦି ଅନ୍ତରରେ ଭଗବାନଙ୍କର ଅନୁଭୂତି କି ଲାଭ କରୁଛି, ପାଉଛି, ତାହେଲେ ବୁଝିବାକୁ ହବ ସେ ହଉଛି ଗୋଟେ ପବିତ୍ର ଆତ୍ମା, ପିଓର ସୋଲ। ତେଣୁ କଲ୍ ଅଫ୍ ଗଡ୍, ଭଗବାନଙ୍କର ଡାକ ଅନୁଭବ କରିପାରିଛି ସେ। ଏଥିରୁ ଧରି ନିଆଯାଏ ଯେ ସଠିକ ପଥ ଓ ସଦ୍ଗୁରୁ ଲାଭର ଆଶା ଓ ସମ୍ଭାବନା ତାର ସମୟ ଅଧିକ। ସାମୟିକ ଅନୁଭବର ବିଶେଷ ମୂଲ୍ୟ ନଥାଏ ଯଦି କ୍ୟାରେକ୍ଟର ଟ୍ରାନ୍ସଫର୍ମେସନ ବା ଚରିତ୍ରର ରୂପାନ୍ତର ନ ହୁଏ। ସଦ୍ଗୁରୁଙ୍କ ଭାବରେ ଓ ପ୍ରେମରେ ଦୀର୍ଘଦିନ ଅବିଚ୍ଛନ୍ନ ଓ ସକ୍ରିୟ ଭାବରେ ମଜି ରହି ରହି ଚରିତ୍ରରେ ତାଙ୍କ ଭାବରେ ରଞ୍ଜିତ ହେବାକୁ ହୁଏ। ନିଷ୍ଠା ଅକୀର୍ଣ୍ଣ ରହିଲେ ସେତେବେଳେ ବେତାଳରେ ପାଦ କମ ପଡେ। ଯେତେ ନିଷ୍ଠା ରହିବ ଆଉ ବେତାଳ ହବନି। ନିଷ୍ଠା ହରା ଯଦି ହେଇଗଲ, ତାହେଲେ ଜୀବନଟା ପୁରା ବେତାଳ ହେଇଯିବ, ଠିକ ସେ ପାଦ ପଡିବନି। କେଉଁ ରାସ୍ତାକୁ ଯିବ ତାର ଠିକଣା ବି ନଥିବ, କେତେବେଳେ ଭୁଲ କରିବ, କେତେବେଳେ କଣ କରିବ ତାର ହିସାବ ବି ରହିବନି। ଏଇ ଅବସ୍ଥାରେ ବି ଗୁରୁ ମୁଖିନ୍ନତା କମିଯାଇ ଅହଂ ମୁଖିନ୍ନତା ଯଦି ପ୍ରବଳ ହେଲେ ପତନ ଘଟିପାରେ ଯେକୌଣସି ମୁହୂର୍ତ୍ତରେ। ତେଣୁକରି ଗୁରୁ ମୁଖିନ୍ନତା ହବାକୁ ସମ୍ପୂର୍ଣ୍ଣ ଭାଇମାନେ, ମା ମାନେ, ଆମେମାନେ ସମସ୍ତେ ଚେଷ୍ଟା କରିବା ଦରକାର। ତେଣୁ ଜୀବନ୍ତ ଗୁରୁଙ୍କ ଠାରେ ଆତ୍ମସମର୍ପଣ ଦରକାର। ଲାଇଫ ଜୀବନ୍ତ ଗୁରୁ ଯେ ପ୍ରତି ମୁହୂର୍ତ୍ତରେ, ପ୍ରତି ଅବସ୍ଥା, ପ୍ରତି ମୋର ସମସ୍ୟାରେ ଯେ ସହଜ ଭାବରେ ମୋ ସାମ୍ନାରେ ସମାଧାନ ଦେଇ ଦିଅନ୍ତି, ତାଙ୍କରି ପାଖରେ
ଆମେ ଶରଣ ଯିବା ଦରକାର, ସମର୍ପଣ ହେବା ଦରକାର। ଲିଭିଂ ଆଇଡିଆ, ଜୀବନ୍ତ ଆଦର୍ଶ ସେ। ନହେଲେ ଅହଙ୍ଗର ଚୌହଦି ପାର ହେବା ଦୁଷ୍କର। ଆଉ ତା ପାର ନହେଲେ ପରମ ପିତା ଆମମାନଙ୍କ ଭିତରେ ତାଙ୍କର ଆସନ ପାତିବାର ଜାଗା ପାଆନ୍ତି ନାହିଁ। ଗୋଟିଏ ଅତି ସୁନ୍ଦର ଗଳ୍ପ ଅଛି ଏ ବିଷୟରେ। ଗଳ୍ପଟା କ'ଣ? ମାନେ ଧ୍ରୁବର ଡାକରେ ଭଗବାନ ତାଙ୍କୁ ଦେଖାଦେବା ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି। ଠାକୁର ସୁନ୍ଦର ଗପଟେ ଗୋଟେ କହୁଛନ୍ତି ଏଠି। ଚିନ୍ତା କର, ଧ୍ରୁବର ଡାକରେ ଭଗବାନ ତାଙ୍କୁ କ'ଣ କରିବାକୁ ଦେଖାଦେବା ପାଇଁ ତାଙ୍କୁ ଏକଦମ ଭଗବାନ ବ୍ୟାକୁଳ ହୋଇଯାଇଛନ୍ତି, କିନ୍ତୁ ଧ୍ରୁବ ଦୀକ୍ଷିତ ନୁହେଁ। ଚିନ୍ତା କରନ୍ତୁ। ତେଣୁ ତାକୁ ଦେଖା ଦେଇ ପାରୁନାହାନ୍ତି। ଶେଷରେ ଭଗବାନ ଉପଯୁକ୍ତ ଗୁରୁ ଜୁଟେଇ ଦେଇ ଧ୍ରୁବର ଦୀକ୍ଷାର ବ୍ୟବସ୍ଥା କରିଦେଲେ ଏବଂ ତାପରେ ତାଙ୍କୁ ଦର୍ଶନ ଦେଲେ। ଗୁରୁ କରିନଥିଲେ ବୋଲି ତାଙ୍କର ଶିଷ୍ୟର ସହିତ ବି ଦର୍ଶନ ହେଇପାରୁନଥିଲା। ଚିନ୍ତା କରନ୍ତୁ। ଆଜ୍ଞା, ତାର ତାତ୍ପର୍ଯ୍ୟ ଏଇ ଯେ ମଣିଷ ଯେତେ ସମୟ ଦେହଧାରୀ ଗୁରୁଙ୍କ ପାଖରେ ମଥା ନ ନୁଆଏ ସେତେ ସମୟ ତାର ଆତ୍ମ ଅଭିମାନ ଯାଏନି, ଅହଙ୍କାର ଭାବ ଥାଏ। କଣ ଏସବୁ? ଆରେ ଗୁରୁ ଚିହ୍ନ ଭାଇମାନେ, ଗୁରୁଙ୍କୁ ଚିହ୍ନିବାକୁ ଚେଷ୍ଟା କର, ତାଙ୍କ ପାଖରେ ସରେଣ୍ଡର ହୁଅ। ତା ଭିତରେ ମୁକ୍ତି ଅଛି। ଆଉ ଏଇଠି ବଡ଼ ହୋଇ ରହିଲେ ଭଗବାନ ସେଠାରେ ସ୍ଥାନ ପାଆନ୍ତି ନାହିଁ। କୋଉଠି ବଡ଼ ହୋଇ ରହିଲେ? ଏଇ ଯୋଉ ଭିତରର ଅହଙ୍କାରଟା। ଯାହା ବି ହଉ, ଠାକୁରଙ୍କର ସୁନ୍ଦର କଥା। ଏ କଥା କ'ଣ କେମିତି ବି କହିବି, ମୋର ପାଖରେ ଭାଷା ବି ମୁଁ ପାଉନି, ସମୟ ବି ହେଇ ଆସୁଛି। ତେଣୁକରି ଦୀର୍ଘ ସମୟ କଥାଟା ପହଞ୍ଚିବା ପାଇଁ ବି ସମସ୍ୟା ହେବ ସମସ୍ତଙ୍କ ପାଇଁ। କାରଣ ଯେତେ କମ୍ ସମୟର ଆଲୋଚନା ରହିବ ସେତିକି ଆମେ ଠାକୁରଙ୍କର କଥାଗୁଡ଼ାକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିପାରିବା ଏବଂ କାମରେ ଲଗାଇ ପାରିବା। ତେଣୁ ବିଶେଷ କିଛି ମୁଁ ଆଉ ଆଲୋଚନା ରଖୁନି। ପରମ ପିତାଙ୍କ ଦୟାରୁ, ସେଇ ଦୟାଳ ଠାକୁର ଶ୍ରୀ ଶ୍ରୀ ଠାକୁରଙ୍କ ଦୟାରୁ ସମସ୍ତଙ୍କର ମଙ୍ଗଳ କାମନା ଆଶା କରୁଛି। ସମସ୍ତେ ଯେପରି ତାଙ୍କୁ ଅନୁରଞ୍ଜିତ ହୋଇ ତାଙ୍କୁ ଭଲ ପାଇବା ନେଇ ସମସ୍ତେ ମଜି ରୁହନ୍ତୁ ଏବଂ ତାଙ୍କର ଶାନ୍ତିପ୍ରଦ ରାସ୍ତାରେ ଆଗେଇ ଚାଲନ୍ତୁ, ସତ୍ ମାର୍ଗରେ ପରିଚାଳିତ ହୁଅନ୍ତୁ। ସମସ୍ତଙ୍କୁ ମୋର ଅନ୍ତର ଭରା ଜୟ ଗୁରୁ ଜଣାଉଛି ଏବଂ ମୋର କଥାଟା ଶେଷ କରୁଛି। ଆଶା କରୁଛି ସମସ୍ତେ ସେଇ ପରମ ପିତାଙ୍କୁ ଧରି ବିଶ୍ୱାସର ସହିତ, ଭଲ ପାଇବାର ସହିତ ନିଜକୁ ଆଗକୁ ନେଇ ଚାଲିବେ। ଜୀବନଟାକୁ ସେଇ ସତ୍ ପଥରେ, ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରଦତ୍ତ ପଥରେ ଯଜନ ଯାଜନ ଇଷ୍ଟବୃତ୍ତି କରି, ସ୍ୱସ୍ତୟିନୀ ସଦାଚାର ପାଳନ କରି ଜୀବନକୁ ସୁରକ୍ଷିତ କରିବେ ଏବଂ ସମସ୍ତ ପରିବେଶ ପାରିପାର୍ଶ୍ୱିକରେ ମଧ୍ୟ ଚେଷ୍ଟିତ ରହିବେ ଯେମିତି ସମସ୍ତେ ଏହି କାର୍ଯ୍ୟରେ ଅନୁପ୍ରାଣିତ ହୁଅନ୍ତୁ, ଏହି ଠାକୁରଙ୍କର କଥାରେ ଅନୁପ୍ରାଣିତ ହୁଅନ୍ତୁ, ଏହି ଠାକୁରଙ୍କ କାର୍ଯ୍ୟରେ ଚାଲନ୍ତୁ, କରିଚାଲନ୍ତୁ। ତାହେଲେ ସମସ୍ତଙ୍କର ମଙ୍ଗଳ ହେବ, ସାରା ବିଶ୍ୱ ହିଁ ମଙ୍ଗଳ ହୋଇ ଉଠିବ। ମୁଁ ବିଶେଷ କିଛି କହୁନି। ଜୟ ଗୁରୁ।